नमस्कार दर्शक बंधु मोर राशिफल कार्यक्रम को मु स्वागत जनाऊँगी। ଏହି ଭିडिଓଟି ଧନୁ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଅତ୍ୟନ୍ତ ଖାସ୍ ଅଟେ। କାହିଁକି ନା ଆଜିର ଭିଡ଼ିଓରେ ଜୁନ୍ ମାସର ମାସିକ ରାଶିଫଳ ଆଲୋଚନା କରାଯିବ ଏବଂ ଏଥିରେ ଆମେ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ଜୀବନ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବିଜନେସ୍ ବିଷୟରେ ଜାଣିବା ଏବଂ ନବଗ୍ରହ ମାନଙ୍କର ସ୍ଥିତି କିପରି ଅଛି ସେ ବିଷୟରେ ଆଲୋଚନା କରିବା ଏବଂ ଯେଉଁ ଗ୍ରହ ଖରାପ ଫଳ ପ୍ରଦାନ କରୁଛନ୍ତି ଶେଷରେ ପ୍ରତିକାର ବିଷୟରେ ମୁଁ ଆପଣଙ୍କୁ କହିବି। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଆଗକୁ ବଢ଼ିବା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖନ୍ତୁ। ଆସନ୍ତୁ ଜାଣିବା ଗ୍ରହମାନଙ୍କର ସ୍ଥିତି ବିଷୟରେ। ଧନୁ ରାଶିର ତୃତୀୟ ଗୃହରେ ରାହୁ ଅବସ୍ଥାନ କରିଛନ୍ତି, ଚତୁର୍ଥରେ ଶନି, ପଞ୍ଚମରେ ଶୁକ୍ର, ଷଷ୍ଠରେ ବୁଧ ସାଙ୍ଗେ ସୂର୍ଯ୍ୟ ଅଛନ୍ତି, ସପ୍ତମରେ ଗୁରୁ ବୃହସ୍ପତି ରହୁଛନ୍ତି, ଅଷ୍ଟମରେ ମଙ୍ଗଳ ଏବଂ ନବମରେ କେତୁ ଅବସ୍ଥାନ କରିଛନ୍ତି। ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ, ଆପଣଙ୍କର ହେଲ୍ଥ କିପରି ରହୁଛି ଏହି ମାସରେ। ସବୁବେଳେ କହିଆସିଛି ବନ୍ଧୁ, ସ୍ୱାସ୍ଥ୍ୟର ଗୃହ ପ୍ରଥମ ଘର ହୋଇଥାଏ। ପ୍ରଥମ ଗୃହର ସ୍ୱାମୀ ଗୁରୁ ବୃହସ୍ପତି ସପ୍ତମରେ ଅଛନ୍ତି। ଆପଣଙ୍କ ଇମ୍ୟୁନିଟି ପାୱାର ଯଦି ଲିଭର ସମସ୍ୟା, ଡାଇଜେସନ୍, ପେଟର କିଛି ଇନଫେକ୍ସନ୍, ଥଣ୍ଡା ଜ୍ୱର ଜନିତ କିଛି ରୋଗ, ଥଣ୍ଡା ଜ୍ୱର ଏସବୁ ହେଉଥିଲା କିନ୍ତୁ ଆପଣ ରିଲାକ୍ସ କରିନିଅନ୍ତୁ, ଏହି ମାସରେ ଆପଣଙ୍କୁ ସେସବୁ କମ୍ ଦେଖିବାକୁ ମିଳିବ। ଯଦି ଏସବୁ ଆପଣଙ୍କର ଥାଏ, ଏସବୁ ବର୍ତ୍ତମାନ ସୁଧାର ହେବାକୁ ଯାଉଛି। କିଛି ତ ପରିବର୍ତ୍ତନ ନିଶ୍ଚୟ ଘଟିବ ଏହି ମାସରେ ସ୍ୱାସ୍ଥ୍ୟକୁ ନେଇକି। 15 ମେ ପରେ ଏହି ମାସ ଜୁନରେ ସ୍ୱାସ୍ଥ୍ୟ ବହୁତ ଭଲ ହେବାକୁ ଯାଉଛି। ପଜିଟିଭ ନିଅନ୍ତୁ, ବହୁତ ପଜିଟିଭ ହେବ ଏହି ମାସରେ ସ୍ୱାସ୍ଥ୍ୟକୁ ନେଇକି। କାରଣ ବର୍ତ୍ତମାନ ଗୁରୁ କେନ୍ଦ୍ରକୁ ଆସିବେ, ପ୍ରଥମ ଗୃହକୁ। ଦୃଷ୍ଟି ପୂର୍ବରୁ ଥିଲେ ପ୍ରଥମ ଶତ୍ରୁ ରାଶିରେ ଥିଲେ, ଗୁରୁ ଶତ୍ରୁ ରାଶିରେ ଥିଲେ, ଗୁରୁ ଶୁକ୍ର ଶତ୍ରୁ, କିନ୍ତୁ ସ୍ୱାସ୍ଥ୍ୟକୁ ନେଇକି ଏହି ମାସ ଠିକ୍ ଅଛି। ମଙ୍ଗଳ ଅଷ୍ଟମରେ 7 ଜୁନ୍ ପର୍ଯ୍ୟନ୍ତ। ତେଣୁ କେବେ କେବେ ଏନ୍ଜାଇଟି, ଛୋଟ କଥାରେ ମୁଣ୍ଡ ବ୍ୟଥା, ହେଡ଼ାକ୍ ଧ୍ୟାନ ଦିଅନ୍ତୁ। ବାକି ପୁରା ମାସ ଆପଣଙ୍କର ବହୁତ ବଢ଼ିଆ ଅଛି, ଭଲ ଅଛି ସ୍ୱାସ୍ଥ୍ୟ। ଆସନ୍ତୁ ଜାଣିନେବା ଶିକ୍ଷା ଏପରି ମାସରେ କିପରି ରହୁଛି ବିଦ୍ୟାର୍ଥୀମାନଙ୍କ ପାଇଁ। ଏହି ଗୃହ ପଞ୍ଚମ ଗୃହ ହୋଇଥାଏ। ଏହି ଗୃହରେ ଶୁକ୍ର ଅବସ୍ଥାନ କରିଛନ୍ତି। ଶୁକ୍ର ପଞ୍ଚମରେ ଅଛନ୍ତି। ତାଙ୍କର ଲର୍ଡ଼ ସ୍ୱାମୀ ମଙ୍ଗଳ ଅଛନ୍ତି ଅଷ୍ଟମରେ। 7 ଜୁନ୍ ପର୍ଯ୍ୟନ୍ତ ରହିବେ, ତାପରେ ନବମ ଗୃହକୁ ଯିବେ। ତେଣୁ 7 ଜୁନ୍ ପରେ ପାଠ ପ୍ଲାନିଂ କରିଲେ ବହୁତ ବଢ଼ିଆ ରହିବ ଆପଣମାନଙ୍କ ପାଇଁ। ଯେବେ ମଙ୍ଗଳ ନବମକୁ ଯିବେ ତା ପୂର୍ବରୁ ଠିକ୍ ନାହିଁ, ପରେ ଠିକ୍ ରହିବ। 7 ଜୁନ୍ ପରେ ବେଟର୍ ରହିବ ଆପଣମାନଙ୍କ ପାଇଁ। ଯଦି ଏକ୍ଜାମ ପାଇଁ ପ୍ରିପେୟାର ହେଉଛନ୍ତି, ଆଡ଼ମିସନ୍ କରିବା ପାଇଁ ଭାବୁଛନ୍ତି, ଆପଣଙ୍କୁ 7 ଜୁନ୍ ପରେ ବେଟର୍ ଫଳ ମିଳିବ। ପୂର୍ବରୁ ମଙ୍ଗଳ ନିଚରେ ଅଷ୍ଟମରେ ଦେଖୁଛନ୍ତି, ତେଣୁ ମନ ଡାଇଭର୍ଟ ରହିବ, ଅଲଗା ଜାଗାରେ ମନ ଲାଗିବ, ରିଲେସନସିପ୍ରେ ମନ ଯିବ। ଆପଣ କେଉଁଠିକି ଯିବେ କିମ୍ବା ଗେମ୍ ଖେଳିବେ, ଏହିସବୁ ପ୍ରତି ମନ ଯିବ, ପାଠ ପ୍ରତି ମନ ଯିବ ନାହିଁ। କିମ୍ବା ବନ୍ଧୁ ସହ ବୁଲାବୁଲି କରିବାରେ ପ୍ଲାନିଂ କରିବେ, କିନ୍ତୁ 7 ଜୁନ୍ ପର୍ଯ୍ୟନ୍ତ ଏସବୁରେ ଧ୍ୟାନ ଦିଅନ୍ତୁ। ବାକି 7 ଜୁନ୍ ପରେ ଏସବୁ ଶିକ୍ଷା ବ୍ୟବସ୍ଥାକୁ ନେଇକି ବହୁତ ବେଟର୍ ଅଛି, ଭଲ ଅଛି। 7 ଜୁନ୍ ପରେ ପ୍ରେମ ଜୀବନ ସମ୍ପର୍କରେ ଆପଣଙ୍କର ଏହି ମାସର ଲଭ୍ ରିଲେସନ୍ କିପରି ରହିବ। ଲଭ୍ ରିଲେସନ୍ର ଗୃହ ପଞ୍ଚମ ଗୃହ ହୋଇଥାଏ। ଏହି ଗୃହ ଶିକ୍ଷାର ମଧ୍ୟ ହୋଇଥାଏ। ଏଇଠୁ ଆମେ ସନ୍ତାନ ଭାବ ବି ଦେଖିଥାଉ। ପଞ୍ଚମ ଗୃହ ମଙ୍ଗଳ ଅଷ୍ଟମରେ ନିଚରେ ଅଛନ୍ତି, କିନ୍ତୁ ପଞ୍ଚମରେ ଶୁକ୍ର। ତେଣୁ ଲଭ୍ ବହୁତ ଭଲ ଅଛି, କାରଣ ପ୍ରଥମକୁ ଦେଖୁଛନ୍ତି, ପ୍ରଥମ ଗୃହକୁ ଗୁରୁ ଦେଖୁଛନ୍ତି। ତେଣୁ ଯଦି ଆପଣଙ୍କର ବହୁତ ଦିନରୁ ଆପଣଙ୍କ ପାର୍ଟନର ସାଙ୍ଗରେ ଝଗଡ଼ା, ଯୁକ୍ତିତର୍କ କିମ୍ବା କୌଣସି ଜିନିଷକୁ ନେଇ ସନ୍ଦେହ ଥିଲା, ବହୁତ ପୂର୍ବରୁ ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲା, ଦୁଇ ଜଣ ଭିତରେ ବୁଝାମଣା ଭୁଲ ଥିଲା, ଏହିସବୁ ସମସ୍ୟା ଦେଖାଯାଉଥିଲା, ଆପଣ ନିଶ୍ଚିତ ରୁହନ୍ତୁ, ଆପଣଙ୍କୁ ଏହି ମାସରେ ବହୁତ ପଜିଟିଭ ମିଳିବ।
ଆପଣଙ୍କର ଯେଉଁ ଥିଲା ଆଟିଚ୍ୟୁଡ଼, ଆପଣଙ୍କ ନିଜ ମନରେ ଯେଉଁ ଥିଲା ମୁଁ ଆଟିଚ୍ୟୁଡ଼ର ଭାବ ରଖୁଥିଲେ ପାର୍ଟନରକୁ ନେଇକି ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲା, ଏଠି କଣ୍ଟ୍ରୋଲ ହେବ। ଆପଣ ଆପଣଙ୍କ ଭୁଲ ମାନିବେ। 7 ଜୁନ୍ ପରେ ବହୁତ ବେଟର ଦେଖାଯାଉଛି ଏଇସବୁ ସମସ୍ୟାକୁ ନେଇକି। କାହିଁକି ନା ମଙ୍ଗଳ ତ୍ରିକୋଣକୁ ଆସିବେ, ଯାହାକି ଲଭ୍ ରିଲେସନରେ ବେଟର ହେବ। ପ୍ରେମ କାରକ ଗ୍ରହ ନିଜେ ଶୁକ୍ର ପଞ୍ଚମ ଭାବରେ, ତେଣୁ ଏ କ୍ଷେତ୍ରରେ ବହୁତ ବେଟର ଅଛି, ଭଲ ଅଛି। 90% ଦେଖିବାକୁ ଗଲେ ଏ ମାସରେ ବଢ଼ିଆ ଦେଖାଯାଉଛି ମୋତେ। ଆସନ୍ତୁ ଚର୍ଚ୍ଚା କରିନେବା ବୈବାହିକ ଜୀବନ ବିଷୟରେ। ଆପଣଙ୍କ ମ୍ୟାରେଡ୍ ଲାଇଫ୍ କିପରି ରହୁଛି ଏହି ମାସରେ। ମ୍ୟାରେଡ୍ ଲାଇଫ୍ର ଗୃହ ସପ୍ତମ ଗୃହ ହୋଇଥାଏ, ଆଉ ସପ୍ତମ ଗୃହରେ ଅଛନ୍ତି ବୁଧ। ବୁଧ ଗ୍ରହ ଅବସ୍ଥାନ କରିଛନ୍ତି। 6 ଜୁନ୍କୁ ଆସିବେ ସପ୍ତମ ଗୃହକୁ। ଧନୁ ରାଶି ପାଇଁ ଖାସ୍ କରି କହୁଛି, ଏଇଟା ଧନୁ ରାଶି ପାଇଁ ଏହି ମାସରେ ବହୁତ ବଢ଼ିଆ ଦେଖାଯାଉଛି ବନ୍ଧୁ। କାରଣ ସବୁ ଗ୍ରହ ନିଜ ନିଜ ଜାଗାରେ ବହୁତ ଭଲ ଜାଗାରେ ରହିଛନ୍ତି ଏହି ମାସରେ। କିନ୍ତୁ ଶନି ଢେୟା ଚାଲିଛି, ଏଇଟା ମନେ ରଖନ୍ତୁ, ଶନି ଢେୟା ଚାଲିଛି। କିନ୍ତୁ ତାଙ୍କୁ ଛାଡ଼ିଲେ ବାକି ସବୁ ଗ୍ରହ ବହୁତ ଭଲ ଅଛନ୍ତି 6 ଜୁନ୍ ପରେ। ଯେବେ ବୁଧ ନିଜ ଗୃହକୁ ଆସିବେ 7 ଜୁନ୍କୁ, ନିଜ ଘରକୁ ଆସିବେ, ତେଣୁ ବହୁତ ଭଲ ଯୋଗ ବନୁଛି। ଏହି ଯୋଗକୁ ପଞ୍ଚ ମହାପୁରୁଷ ରାଜଯୋଗ କୁହାଯାଏ ବନ୍ଧୁ। ଯେବେ କିଛି ବି ବୁଧ ନିଜ ଜାଗାକୁ ଆସିବେ, ସେ ପ୍ଲାନିଂ କରାନ୍ତି, ସେ ପ୍ଲାନିଂର ଗ୍ରହ। ଆପଣ ନିଜ ଭିତରେ ବହୁତ କିଛି ପ୍ଲାନ୍ କରିବେ। ବହୁତ ଦିନ ହେବ ଯାଇନଥିଲେ କୁଆଡ଼େ ବୁଲିବା ପାଇଁ, ଟ୍ରାଭେଲ୍ କରିନଥିଲେ, ଏହି ମାସରେ ଆପଣଙ୍କର ବୁଲାବୁଲି ନିଶ୍ଚିତ ଅଛି। ଏବଂ ବୈବାହିକ ଜୀବନରେ କିଛି ନୂଆ ମୋଡ଼ ଆଣିବ। ଆପଣଙ୍କ ଭିତରେ ଯଦି କିଛି ଛୋଟ ଛୋଟକୁ କଥାକୁ ନେଇକି ସନ୍ଦେହ ଆସିଲା, କିଛି ଝଗଡ଼ା ଥିଲା, ଯୁକ୍ତିତର୍କ ଥିଲା, ଭୁଲ ଭଟକା ଥିଲା, ଏହି ମାସ ସୁଧାରର ଆଣିବ। ଆପଣଙ୍କ ଭିତରେ, ଆପଣଙ୍କ ମନରେ, ଆପଣ ପାର୍ଟନରଙ୍କ ସାଙ୍ଗରେ ନିଜର କିଛି ଭୁଲ ଥାଏ ଆପଣ ମାନି ନେବେ ଏବଂ ବାଣୀକି ମଧ୍ୟ କଣ୍ଟ୍ରୋଲ କରିବେ। ଏହି ମାସରେ ନିଜ ଭିତରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ଯେଉଁ ଥିଲା ସେଇଟା କ୍ଲିଅର ହେଇଯିବ। ବଢ଼ିଆ ଅଛି। ଏଠି ଆପଣ ସନ୍ତାନର ଯଦି କିଛି ପ୍ଲାନିଂ କରୁଛନ୍ତି, ଆପଣ ଏହି ମାସରେ ପ୍ଲାନିଂ ବି କରିପାରନ୍ତି। ବହୁତ ବଢ଼ିଆ ଅଛି। ବୈବାହିକ ମ୍ୟାରେଡ୍ ଲାଇଫ୍ ବହୁତ ବଢ଼ିଆ ଅଛି ଏ ମାସରେ ବନ୍ଧୁ। ଆସନ୍ତୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିନେବା, ଭାଗ୍ୟ, କ୍ୟାରିୟର ଆଉ ବିଜନେସ୍ ସମ୍ପର୍କରେ। ଆସନ୍ତୁ ଜାଣିବା ଭାଗ୍ୟ କିପରି ରହିବ ଏହି ମାସରେ। ଭାଗ୍ୟର ଗୃହ ନବମ ଗୃହ ହୋଇଥାଏ। ନବମ ଗୃହରେ ସୂର୍ଯ୍ୟ 6ରେ ସପ୍ତମକୁ ଆସିବେ, ବହୁତ ଭଲ ଅଛି। 15 ଜୁନ୍ ପୂର୍ବରୁ ଭାଗ୍ୟ ସେତେଟା ଭଲ ନାହିଁ ବନ୍ଧୁ। କାରଣ ସୂର୍ଯ୍ୟ ଷଷ୍ଠରେ ଅଛନ୍ତି। ଷଷ୍ଠରେ ହେଲେ ଭଲ ମାନାଯାଏ ନାହିଁ। ତାଙ୍କ ପାଇଁ ସେ ଆସୁଛନ୍ତି ଶୁକ୍ର ରାଶିରେ, ଖରାପ ସ୍ଥିତିରେ। ଠିକ୍ ଅଛି। ସୂର୍ଯ୍ୟ 15 ଜୁନ୍ ପରେ ପ୍ରଥମକୁ ଦେଖିବେ, କେନ୍ଦ୍ର ତ୍ରିକୋଣକୁ ଆସୁଛନ୍ତି, ରାଜଯୋଗ ବନଉଛନ୍ତି ବନ୍ଧୁ। ଏବଂ ସେଠି କୌଣସି ଆପଣ ପ୍ଲାନିଂ କରୁଛନ୍ତି, କୌଣସି ଯଦି କିଛି ଭାଗ୍ୟରେ କରିବାକୁ ଚାହୁଁଛନ୍ତି, ବହୁତ ବଡ଼ କରିବାକୁ ଚାହୁଁଛନ୍ତି, ଟ୍ରେଡିଂ କରିବାକୁ ଚାହୁଁଛନ୍ତି, ଶୁଭ କାର୍ଯ୍ୟ, ମାଙ୍ଗଳିକ କିଛି ବଡ଼ କରିବାକୁ ଚାହୁଁଛନ୍ତି, କିଛି ଇନଭେଷ୍ଟ କରିବାକୁ ଚାହୁଁଛନ୍ତି, ଏବଂ ଏଠି କରିନିଅନ୍ତୁ। କାରଣ ସୂର୍ଯ୍ୟ ବହୁତ ଭଲ ସ୍ଥିତିରେ ଏଠି ଅଛି। ଆପଣଙ୍କୁ କନଫିଡେନ୍ସ ଲେଭେଲ ବଢ଼େଇବ, ଆପଣଙ୍କୁ କନଫିଡେନ୍ସ ଦେବ, ଯେଉଁଟାକି ପୂର୍ବରୁ ନଥିଲା କି ମୁଁ ଏଇଟା କରିପାରିବି, ସେଇଟା ଆପଣଙ୍କ ମନକୁ ଏହି ମାସରେ ଦେବ, ସାହସ ଦେବେ। କାହିଁକିନା ସୂର୍ଯ୍ୟ ଭଲ ସ୍ଥିତିରେ ଥିଲେ ଏସବୁ ପ୍ରକାର ଆପଣଙ୍କୁ ଯୋଗାନ୍ତି, ସାହସ ଯୋଗାନ୍ତି, ମନରେ କନଫିଡେନ୍ସ ଯୋଗାନ୍ତି। ନିଶ୍ଚିତ ଏହି ମାସରେ ବହୁତ ବଢ଼ିଆ ଅଛି, ଭାଗ୍ୟକୁ ନେଇକି ଭଲ ଅଛି। ଆସନ୍ତୁ ଜାଣିବା କ୍ୟାରିୟର ସମ୍ପର୍କରେ। କ୍ୟାରିୟର କିପରି ରହିବ। କ୍ୟାରିୟର ଗୃହ ଦଶମ ଗୃହ ହୋଇଥାଏ। ଦଶମ ଗୃହ ଲର୍ଡ ସ୍ୱାମୀ ବୁଧ 7 ଜୁନ୍କୁ ହିଁ ଆସିବେ। କ୍ୟାରିୟର କିଛି ଭଲ ହିଁ ଘଟିବ। କ୍ୟାରିୟର ଭଲ ଘଟିବ 7 ଜୁନ୍ ପରେ। କାମ ତରିକାରେ ସୁଧାର ଆସିବ। କାରଣ ଦଶମାଧି ସ୍ୱାମୀ ବୁଧ 7କୁ ଆସିବାରୁ ଦେଖିବେ, ଆପଣ ଗୁରୁ ବି ଦେଖୁଛନ୍ତି ପ୍ରଥମ ଦୃଷ୍ଟିକୁ। ଏଠି ଆପଣଙ୍କର ଟେକ୍ନୋଲୋଜି ସମ୍ପର୍କରେ
କୌଣସି ଟେକ୍ନୋଲୋଜି ଫିଲ୍ଡରେ ଥିଲେ ଆପଣଙ୍କର ବହୁତ ଉନ୍ନତି ଘଟିବ, ସମ୍ପର୍କ ବହୁତ ବଢ଼ିଆ ରହିବ। ମନ ଆପଣଙ୍କର ପୂର୍ବରୁ ଭାଗୁଥିଲା, ଇଆଡ଼େ ସିଆଡ଼େ ହେଉଥିଲା, ଆପଣ ଓଭର ଥିଙ୍କିଂ କରୁଥିଲେ ଏବଂ କିନ୍ତୁ ନିଶ୍ଚିତ ହୋଇଯାଆନ୍ତୁ ଏହି ମାସରେ କ୍ୟାରିୟରକୁ ନେଇକି ବଡ଼ ପଜିଟିଭ ରହିବ। କାରଣ ସେହି ଗ୍ରହମାନେ ଭଲ ସ୍ଥିତିରେ ଅଛନ୍ତି। ଯେଉଁ ମାସରେ ପୂର୍ବ ମାସରେ ବହୁତ ଖରାପ ସ୍ଥିତିରେ ଥିଲା, ଏ ମାସରେ ବହୁତ ବଢ଼ିଆ ରହୁଛି ଗ୍ରହମାନଙ୍କ ପରିସ୍ଥିତି। ବନ୍ଧୁ ଆପଣଙ୍କର ତାରିଫ ମିଳିବ, ପ୍ରଶଂସନୀୟ ହେବେ ସିନିୟରଙ୍କ ଆଗରେ, କମ୍ପାନୀରେ କୌଣସି ଟାର୍ଗେଟ୍ ଆଚିଭ୍ ହେବ। ଆପଣଙ୍କ କାମ ବି ବହୁତ ଭଲ ଭାବରେ କରିବେ। ଯଦି କିଛି ଜବ୍ ନାହିଁ, ବହୁତ ବିଗତ ଦିନରୁ ଜବ୍ ନାହିଁ କୌଣସି କାରଣରୁ କାହାର, ସେ ଏଇ ମାସରେ ଜବ୍ର ଅପରଚ୍ୟୁନିଟି ଲାଗିଯିବ। ବହୁତ ଭଲ ଦେଖାଯାଉଛି ଜବ୍ ପାଇଁ ଏହି ମାସରେ। ଆପଣଙ୍କର ଶନି ଢେୟା ବି ଚାଲିଛି। ଯଦି ଜନ୍ମଦାତା ଶନି ଖରାପ ଥିଲେ, ଆପଣଙ୍କର ପରିବାରରେ କିଛି ସମସ୍ୟା ଥିଲା, ଝଗଡ଼ାଝାଟି ହେଉଥିଲା କିମ୍ବା ନିଜର କାହାର ପରିବାରର କୌଣସି ପିତାମାତାଙ୍କର ସ୍ୱାସ୍ଥ୍ୟରେ ଖରାପ ଥିଲା, ଏବେ ଆପଣଙ୍କର ଉନ୍ନତି ହେବାକୁ ଯାଉଛି ଏହି ମାସରେ। ବହୁତ ଭଲ ଅଛି, କ୍ୟାରିୟର ଆପଣଙ୍କର ବହୁତ ବଢ଼ିଆ ଦେଖାଯାଉଛି ଏ ମାସରେ। ଆସନ୍ତୁ ଜାଣିନେବା ବିଜନେସ୍ ସମ୍ପର୍କ, ବ୍ୟାପାର ବାଣିଜ୍ୟ ଏହି ମାସରେ କିପରି ରହୁଛି। ଏ ମାସରେ ବହୁତ ଭଲ ଦେଖାଯାଉଛି, କାହିଁକିନା ସପ୍ତମ ଘର, ସପ୍ତମ ଗୃହ ସ୍ୱାମୀ ଲର୍ଡ଼ ମର୍କ୍ୟୁରୀ ବୁଧ ସପ୍ତମକୁ ହିଁ ଆସିବେ, ନିଜ ଘରକୁ ଦେଖିବେ, ନିଜ ଘରକୁ ଦୃଷ୍ଟି ପକାଉଛନ୍ତି। ଏହି ମାସ ଖାସ୍ କରି 6 ଜୁନ୍ ପରେ ଇନକମ୍ର ବୃଦ୍ଧି ହେବ। ଆପଣମାନଙ୍କର ବନ୍ଧୁ ଡେଲି ଇନକମ୍ରେ ବୃଦ୍ଧି ହେବ, ଗ୍ରୋଥ୍ ରହିବ। କୌଣସି ଇନଭେଷ୍ଟକୁ ନେଇକି ଯଦି କାର୍ଯ୍ୟ କରୁଛନ୍ତି ତାହେଲେ ଏଇଟା ହେଉଛି ପ୍ରକୃତ ସମୟ, ଇନଭେଷ୍ଟ କରନ୍ତୁ, ନିର୍ଦ୍ୱନ୍ଦ୍ୱରେ କରନ୍ତୁ। ବହୁତ ବଢ଼ିଆ ରହୁଛି ଏ ମାସରେ ବିଜନେସ୍, ବ୍ୟାପାର ବାଣିଜ୍ୟ ବହୁତ ବଢ଼ିଆ ସମ୍ପର୍କ ରହୁଛି, ଫାଇଦାମନ୍ଦ ମଧ୍ୟ ରହିବେ। ଭଲ ଅଛି, ବହୁତ ବଢ଼ିଆ ଅଛି। ଆସନ୍ତୁ ଜାଣିନେବା ଉପାୟ କ'ଣ କରିବେ, ପ୍ରତିକାର ଯାହାକି କରିବେ, ଯେଉଁଟାକି ମନ୍ଦ ଗ୍ରହକୁ ଆମେ କିଛି ମାତ୍ରାରେ ଏଡ଼େଇ ପାରିବା। ଆପଣ ଶନି ବୀଜ ମନ୍ତ୍ର ପାଠନ କରନ୍ତୁ, ହନୁମାନ ଚାଳିଶା ମୁଁ ସବୁବେଳେ କହି ଆସିଛି ବନ୍ଧୁ, ହନୁମାନ ଚାଳିଶା ପାଠ କରନ୍ତୁ, ସୂର୍ଯ୍ୟ ଜଳ ଅର୍ଘ୍ୟ ପ୍ରଦାନ କରନ୍ତୁ। ଯଦି ଏ ଦୁଇଟା ନ କରିପାରୁଛନ୍ତି, ସକାଳେ ଗାଧୋଇ ସ୍ନାନ କରିସାରିବା ପରେ କିଛି ଜଳ ଆମେ ସୂର୍ଯ୍ୟଙ୍କୁ ପ୍ରଦାନ କରନ୍ତୁ, ବହୁତ ବଢ଼ିଆ ରହିବ ବନ୍ଧୁ। ଏ ଭିଡ଼ିଓଟି କିପରି ଲାଗିଲା କମେଣ୍ଟରେ ଜୟ ଜଗନ୍ନାଥ କରି ଜଣାଇବେ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।